ସେତେବେଳେ ଭଗବାନ ବିଷ୍ଣୁ ଖୁସି ହେଇ ତାଙ୍କୁ ବର ମାଗିବାକୁ କହିଥିଲେ। ବତ୍ସ, ମୁଁ ତୁମ ଭକ୍ତିରେ ବହୁତ ଖୁସି। ତୁମେ ଯାହା ବର ମାଗୁଛ ମାଗ, ମୁଁ ପୂରା କରିବି। ପ୍ରଭୁ, ଆପଣ ମୋତେ କଥା ଦିଅନ୍ତୁ ଯେ ବଡ଼ ଦେଉଳରେ ସବୁଦିନ ରହିବେ, ଏହି ଶ୍ରୀକ୍ଷେତ୍ର ଛାଡ଼ି କୁଆଡ଼େ ବି ଯିବେ ନାହିଁ। ଠିକ ଅଛି, ମୁଁ କଥା ଦଉଛି, ବଡ଼ ଦେଉଳ ଛାଡ଼ି କୁଆଡ଼େ ଯିବିନି। ପ୍ରଭୁ, ଏହି ବଡ଼ ଦାଣ୍ଡରେ ବର୍ଷକରେ ଥରେ ରଥଯାତ୍ରା ହେବ। ଏହି ଦିନ ଆପଣ ରତ୍ନ ସିଂହାସନ ଛାଡ଼ି ଭକ୍ତଙ୍କୁ ଦେଖା କରିବା ପାଇଁ ବଡ଼ ଦାଣ୍ଡରେ ଥିବା କାଠ ରଥରେ ବିଜେ କରିବେ। ରଥରେ ଦର୍ଶନ ଦେଇ ଦୁଃଖୀ ରଙ୍କି ପତିତ ମାନଙ୍କୁ ଉଦ୍ଧାର କରିବେ। ଆଉ ବୁଢ଼ା ବଢ଼େଇର ବଂଶଧର ଯୁଗ ଯୁଗ ଧରି ରହିବେ। ସେମାନେ ପ୍ରତିବର୍ଷ ଆପଣଙ୍କ ପାଇଁ କାଠରେ ନୂଆ ରଥ ନିର୍ମାଣ କରିବେ। ତଥାସ୍ତୁ, ଏହା ହିଁ ହବ। ପ୍ରଭୁ, ମୁଁ ଚାହୁଁନି କେହି ଭକ୍ତ ଆପଣଙ୍କ ଦେଖା